ଈଶ୍ୱର ଗ୍ରହଣ କରୁଥିବା ଯୁବା ଯୁବତୀ ଦାସ ଦାସୀ ପ୍ରତ୍ୟେକଙ୍କୁ ଶେଷ ନମସ୍କାର ଦିଏ। ମୁଁ ଆଜିର ବାକ୍ୟକୁ ଟିକେ ସଚେତନ କରିବା ପାଇଁ ଚାହୁଁଅଛି। ବିଶେଷତଃ ଆମେ ଖ୍ରୀଷ୍ଟିଆନ ଜୀବନରେ ତ ପ୍ରଭୁ ଗ୍ରହଣ କରିଅଛୁ। ଗ୍ରହଣ କରିବା ଅର୍ଥାତ୍ କ'ଣ? ପ୍ରଭୁଙ୍କର କାର୍ଯ୍ୟକୁ ଆମେ ମାନିବାକୁ ପଡ଼ିବ, ପାଳନ କରିବାକୁ ପଡ଼ିବ। ତାହେଲେ ପରମେଶ୍ୱର ମାନଙ୍କ ଜୀବନରେ ଆଶୀର୍ବାଦ ଆଣନ୍ତି। ପ୍ରିୟମାନେ, ଏବେ ଆସନ୍ତୁ ଆମେ ସଚେତନ ହେବାର ବିଷୟ। ଯଦି ଆମେ ପଢ଼ିବା ଜିହିଜିକଲ 33-31 ପଦରେ ଏହିପରି ଲେଖାଯାଇଅଛି ଯେ ଲୋକମାନେ ପ୍ରଭୁଙ୍କ ନିକଟକୁ ଯାଆନ୍ତି, ଶୁଣନ୍ତି ଏବଂ ତାଙ୍କ କାର୍ଯ୍ୟକୁ କି ତାଙ୍କର ବାକ୍ୟକୁ କିଏ ପାଳନ କରନ୍ତି ନାହିଁ। ବହୁତ ଦୁଃଖର ବିଷୟ ପ୍ରିୟମାନେ। ଯଦି ଆଜି ଆମେମାନେ ଏମିତି ଯାଉଅଛୁ, ତାହେଲେ ଆଶୀର୍ବାଦ କେବେ ବି ଆମମାନଙ୍କ ଜୀବନରେ ଆସିବ ନାହିଁ ପ୍ରିୟମାନେ। ଯଦି ଆମେମାନେ ବର୍ତ୍ତମାନ ଚର୍ଚ୍ଚ ଯାଉଛୁ, ଗିର୍ଜା ଯାଉଛୁ, କ୍ଲାସ ସଭା ଯାଉଛୁ, ସେ ସମୟରେ ଆମମାନଙ୍କୁ କେଉଁଭଳି ପ୍ରଭୁଙ୍କର ବଶୀଭୂତ ହେଇପାରିବା, ଏହି ବାକ୍ୟରେ ଆମେ ଆଲୋଚନା କରିବା। ତ ଆସନ୍ତୁ ଆମେମାନେ ସେଇ ପରମେଶ୍ୱର ଆମମାନଙ୍କୁ କ'ଣ କହିବା ପାଇଁ ଚାହାନ୍ତି। ଆମମାନେ ଯଦି ଯିବା ଚର୍ଚ୍ଚ ଯିବା ଖାଲି ନିୟମିତ ଭାବରେ, ବୋଲେ ହେବ କି ପ୍ରିୟମାନେ? କେବେ ବି ହେବ ନାହିଁ। ଦୁଃଖର ବିଷୟ। ଆମେ ଯେତେବେଳେ ଗୋଟେ କାର୍ଯ୍ୟକୁ ଯାଉଅଛୁ, ପ୍ରଭୁଙ୍କୁ ଗ୍ରହଣ କରିଅଛୁ ଆମମାନଙ୍କ ଜୀବନରେ, ତାହେଲେ ପ୍ରିୟମାନେ ଆମେମାନେ ଏଇ କାମ କରିବାକୁ ପଡ଼ିବ ଯେ ଆମମାନଙ୍କୁ ତାଙ୍କର ବାକ୍ୟକୁ ପାଳନ କରିବାକୁ ପଡ଼ିବ। ତାହେଲେ ଆଶୀର୍ବାଦ ମାନଙ୍କ ପ୍ରଭୁ ନିଶ୍ଚୟ ଦେବେ। ଯଦି ବି ଆମେ ପାଳନ କରୁନୁ, ଖାଲି ତାଙ୍କର ସାଜା ଗୁଡ଼ାକ, ତାଙ୍କର ଖାଲି ବାକ୍ୟ ଶୁଣିକି ଏକାନ୍ତ ଶୁଣିବା ଏକାନ୍ତ ଛାଡ଼ିଦେଲେ, କେବେ ବି ପରମେଶ୍ୱର ଦେବେ ନାହିଁ ଆଶୀର୍ବାଦ। ବିଭିନ୍ନ ପ୍ରକାର ଅସୁବିଧାରେ ଆମେ ଏହି ଯୋଗୁଁ ପଡ଼ିଥାଉ। ସେଥିପାଇଁ ଆମେମାନେ ଜାଗ୍ରତ ହେବା ଦରକାର ଯେ ପ୍ରିୟମାନେ, ଆମେମାନେ କ'ଣ କରିବା ଦରକାର ଯେ ତାଙ୍କର ବାକ୍ୟକୁ ପାଳନ କରିବାକୁ ପଡ଼ିବ। ତାହେଲେ ପରମେଶ୍ୱର ଆମମାନଙ୍କ ଜୀବନରେ ନୂତନ କାର୍ଯ୍ୟ କରିବେ ବୋଲି ବାକ୍ୟ କୁହେ। ପରମେଶ୍ୱର ମଧ୍ୟ କୁହନ୍ତି ନିଜେ।